ଆଜି ରୁଚିକା ସମାଜ ମଙ୍ଗଳ ସଂଗଠନର ସଦସ୍ୟ ଓ ବରଗଡ଼ ପୁଲିସର ଏକ ମିଳିତ ଦଳ ଚଢ଼ାଉ କରି 15 ବର୍ଷ ବୟସର ଚାଲାଣ ହୋଇଥିବା ଏକ ନାବାଳିକାକୁ ଉଦ୍ଧାର କରିଛନ୍ତି। ଏହି ନାବାଳିକା ଜଣକ ଟଙ୍କପାଣି ରୋଡ଼ ସ୍ଥିତ ଅନ୍ନପୂର୍ଣ୍ଣା ଆପାର୍ଟମେଣ୍ଟର ଡକ୍ଟର ସ୍ନିଗ୍ଧାଶ୍ରୀ ବଳିଆରସିଂହଙ୍କ ଘରେ କାମ କରୁଥିବା ବେଳେ ଉଦ୍ଧାର କରାଯାଇଛି। ଘଟଣାରୁ ଜଣାପଡ଼ିଛି ଯେ ଉଦ୍ଧାର ହୋଇଥିବା ନାବାଳିକା ଜଣଙ୍କର ଘର ଗଞ୍ଜାମ ଜିଲ୍ଲା ତାଞ୍ଜିପଲ୍ଲୀ ଅଞ୍ଚଳରେ। ବାପା ପ୍ରାୟ 4 ବର୍ଷ ତଳେ ମୃତ୍ୟୁବରଣ କରିଥିବା ବେଳେ ମା ଶ୍ରମିକ ଭାବେ କାମ କରି ଚଳନ୍ତି। ପରିବାରର 7 ଭାଇ ଭଉଣୀଙ୍କ ମଧ୍ୟରେ ଏହି ବାଳିକା ଜଣଙ୍କ ଦ୍ୱିତୀୟ ସନ୍ତାନ। ଦାରିଦ୍ର୍ୟର କଷାଘାତରେ ପରିବାର ସଢୁଥିବା ବେଳେ ସ୍ନିଗ୍ଧାଶ୍ରୀ ନାବାଳିକା ଜଣଙ୍କୁ ଚାଲାଣ କରି ଆଣି ନିଜ ଘରେ ଚାକରାଣୀ ଭାବେ ଖଟାଉଥିଲେ। ପିଲାଟି ତାଙ୍କ ଘରେ ପ୍ରାୟ 7 ମାସ ହେବ କାମ କରୁଛି ଏବଂ ଏ ବାବଦରେ ମାଲିକାଣୀ ତା ମାଆଙ୍କୁ ମାସିକ 5,000 ଟଙ୍କା ପ୍ରଦାନ କରନ୍ତି। ରୁଚିକାର ହରପ୍ରିୟା ପତି ଘନଶ୍ୟାମ ଭୋଇ ଓ ଅଜୟ ମହାରଣା ଏହି ଉଦ୍ଧାର କାର୍ଯ୍ୟରେ ପୁଲିସକୁ ସହଯୋଗ କରିଥିଲେ। ଶିଶୁମାନଙ୍କ ଚାଲାଣ ରୋକିବା ପାଇଁ ସରକାର ଯେତେ ଚେଷ୍ଟା କଲେ ବି କିଛି ଲୋକଙ୍କର ଶିଶୁ ଶୋଷଣ ମନୋବୃତ୍ତି ଯୋଗୁଁ ଆମ ରାଜ୍ୟରେ ଶିଶୁ ଚାଲାଣ ଓ ଶିଶୁ ଶ୍ରମିକ ବଢ଼ି ଚାଲିଛି ବୋଲି ରୁଚିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଡକ୍ଟର ବେଣୁଧର ସେନାପତି ମତ ପ୍ରକାଶ କରିଛନ୍ତି। କିଶୋର ନ୍ୟାୟ ଆଇନର ଧାରା 79/75 ଓ ଭାରତୀୟ ନ୍ୟାୟ ସଂହିତାର ଧାରା 143 ଅନୁସାରେ 18 ବର୍ଷରୁ କମ୍ କୌଣସି ଶିଶୁଙ୍କୁ ଚାଲାଣ କରି କାର୍ଯ୍ୟରେ ନିଯୁକ୍ତି ଦେଲେ ଏହା ଧର୍ତ୍ତବ୍ୟ ଅପରାଧ ଭାବେ ପରିଗଣିତ ହୁଏ ବୋଲି ଶ୍ରୀ ସେନାପତି କହିଛନ୍ତି। ଉଦ୍ଧାର ପରେ ଝିଅଟିକୁ ଅତିରିକ୍ତ ଶିଶୁ କଲ୍ୟାଣ ସମିତିରେ ଉପସ୍ଥିତ କରିବା ପରେ ସମିତିର ନିର୍ଦ୍ଦେଶ କ୍ରମେ ବିଶ୍ୱ ଜୀବନ ସେବା ସଂଘ ଓପନ ସେଲ୍ଟରକୁ ପଠାଇ ଦିଆଯାଇଛି। ରୁଚିକା ପକ୍ଷରୁ ବରଗଡ଼ ଥାନାରେ ଏତଲା ଦିଆଯାଇଛି। ଭୁବନେଶ୍ୱରରୁ ସ୍ୱର୍ଣ୍ଣପ୍ରଭା ନାୟକଙ୍କ ରିପୋର୍ଟ, ପର୍ଯ୍ୟବେକ୍ଷକ ଓଡ଼ିଶା।